ଦୀନକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖୁଆଡ଼ର ବାର୍ଷିକ କ୍ରୀଡ଼ା ଉତ୍ସବ। ରାଇବଣିଆ ଅଞ୍ଚଳ ଦୀନକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖୁଆଡ଼ର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଖଦେବ ପ୍ରମାଣିକ, ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅଶ୍ୱିନୀ କୁମାର ପାତ୍ର, ମୁଖ୍ୟ ବକ୍ତା ପୂର୍ବତନ ବିଓ ଜଳେଶ୍ୱର ଲଲାଟେନ୍ଦୁ କେଶରୀ ଜେନା, ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ସଭାପତି ଶିବଶଙ୍କର ସାହୁ, ପୁରାତନ ଛାତ୍ର ସଂସଦର କୋଷାଧ୍ୟକ୍ଷ ଅନନ୍ତ କୁମାର ମହାନ୍ତି, ପୂର୍ବତନ ଶିକ୍ଷକ ଶିଶିର କୁମାର ଗାନ୍ଧୀ, ପୁରାତନ ଛାତ୍ର ଆଶିଷ କୁମାର ପାତ୍ର ଏବଂ ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ନାୟକ ମଞ୍ଚରେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଏହି ବିଦ୍ୟାଳୟର ଛାତ୍ରମାନେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିବାରୁ ଏହି ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସ୍ୱର୍ଗତ ସଞ୍ଚୟିତା ପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ 2024-25 ଦଶମ ପାସ୍ ଛାତ୍ର ତନ୍ମୟ ରଣା ଓ ଛାତ୍ରୀ ସଞ୍ଜିତା ସିଂଙ୍କୁ ସାର୍ଟିଫିକେଟ୍ ସହ ସ୍କଲାରସିପ୍ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୋନାଲି ମଞ୍ଜରୀ ସାହୁ ମଞ୍ଚ ଆହ୍ୱାନ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ସାରଥୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ବିଶ୍ୱଜିତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନୁସୟା ପଟ୍ଟନାୟକ ଉତ୍ସବର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟରେ ଅନୁଷ୍ଠିତ ସମସ୍ତ ଖେଳକୁ ଖେଳ ଶିକ୍ଷକ ଦେବବ୍ରତ ସାସମଲ ଓ ଶିକ୍ଷକ ମାଧବେନ୍ଦ୍ର ସାହୁ ସୁଚାରୁ ରୂପେ ପରିଚାଳନା କରୁଥିବା ବେଳେ ଅତିଥି ସତ୍କାରରେ ସହାୟତା କରିଥିଲେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରାବଣୀ ସାସମଲ, ସବିତା ଦାସ, ଦୁଲାରୀ ଟୁଡୁ, ସମୀର ମହାନ୍ତ, ନୟନ ରଞ୍ଜନ ଦେ, ଶାଶ୍ୱତ ଦାସ, ବରେନ୍ଦ୍ର ଗାନ୍ଧୀ, ମୋନାଲିସା ବେରା, ମଧୁସ୍ମିତା ଘୋଷ ଏବଂ ସବିତା ବାସ୍କେ। ତେବେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ। ପରିଶେଷରେ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ନାଚ ଗୀତର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରିପୋର୍ଟ ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।